हेलो सांग माने नमस्ते जय जगन्नाथ। सबुबेले तो आपण माने बैगण को पोड़िकी ताकू चकड़ा चकड़ी करिकी टमाटो को भी पोड़िकी पाग बनै थांती। तो आज आमे तड़का वाला बैगण भर्ता बनैबा। थरे मो स्टाइल रे इपरी बैगण भर्ता बनातु। आशा करछि आपनको निश्चित पसंद आसीबो। नमस्कार, मु स्मृति आपण मानकु स्वागत करूछि आम ओडिया रेसिपी चैनल को। ମୁଁ ଏଇଠି ଗୋଟେ ବଡ଼ ବାଇଗଣକୁ ନେଇଛି। ଆପଣ ଚାହିଁଲେ ଛୋଟ ଛୋଟ ବାଇଗଣକୁ ବି ନେଇକି ପୋଡ଼ି ପାରିବେ। ତ ଭଲସେ ବାଇଗଣଟା ପୋଡ଼ିବା ପାଇଁ ଆମେ ବାହାରେ ବାଇଗଣକୁ ଧୋଇକି ସେଥିରେ ଟିକେ ତେଲ ଲଗାଇଦେବା। ତାପରେ ଏମିତି ମଝି ମଝିରେ କଟ୍ ମାରିଦେଲି। ଯେହେତୁ ମୁଁ ଏଇଠି ପୁରା ବଡ଼ ବାଇଗଣଟି ନେଇଛି ଆଉ ବାଇଗଣଟା ଭଲସେ ସିଝିଯିବ ଭିତରୁ ବି। ଆପଣ ଚାହିଁଲେ ଏଇଠି ନର୍ମାଲି ଯେମିତି ଆପଣ ରସୁଣ କୋଳ ଦେଉଛନ୍ତି ସେମିତି ବି ଦେଇପାରିବେ। ବାଇଗଣ ଭର୍ତ୍ତା ପାଇଁ ମୁଁ ଏଠି 2ଟି ଟମାଟୋ 2ଟି ପିଆଜ ଆଉ କିଛି କଞ୍ଚା ଲଙ୍କାକୁ ନେଇଛି। ତାକୁ ଆମେ ଏହିପରି ଭାବରେ ଚୁନ୍ ଚୁନ୍ କରି କାଟି ନେବା। ବାଇଗଣକୁ ଚୁଲିରେ ହଉ ବା ଗ୍ୟାସରେ ହଉ ଏମିତି ଭାବେ ଭଲସେ ଚାରିପଟ ଯାକ ପୋଡ଼ି ନେବା। ଆପଣ ଚାହିଁଲେ ବାଇଗଣକୁ ସିଝେଇକି ବି ନେଇପାରିବେ। ଯେଉଁମାନେ ପୋଡ଼ା ଖାଆନ୍ତିନି ବା କେଉଁ ବାରରେ ପୋଡ଼ା ଖାଆନ୍ତିନି ଯଦି ସେଇ ସମୟରେ ଆପଣଙ୍କୁ ଯଦି ବାଇଗଣ ଭର୍ତ୍ତା ଖାଇବାକୁ ଇଚ୍ଛା ହୁଏ ତାହେଲେ ଆପଣ ସିଝେଇକି ବି ନେଇପାରିବେ। ବାଇଗଣଟି ଭଲସେ ପୋଡ଼ି ହେଇଗଲା ପରେ ତାକୁ ଚୋପା କାଢ଼ିକି ଭଲସେ ସଫା କରିକି ରଖିନେବେ। ଏବେ ଗୋଟେ ପେନ୍ରେ କିଛି ତେଲ ଦେଇଦେବା। ତେଲ ତାତି ଆସିଲେ ସେଥିରେ ହାଫ୍ ସ୍ପୁନ୍ ସୋରିଷ, ହାଫ୍ ସ୍ପୁନ୍ ଜିରା ଆଉ ହାଫ୍ ସ୍ପୁନ୍ ବିରି ଡାଲିକୁ ଦେଇଦେବା। ମୁଁ ଏଥିରେ ଫୁଟଣର କ୍ୱାଣ୍ଟିଟି ଅଧିକ ହିଁ ରଖିଛି, ଯାହାଫଳରେ କି ଆମର ବାଇଗଣର ଭର୍ତ୍ତାର ଫ୍ଲେଭରଟା ବହୁତ ବଢ଼ିଆ ଲାଗିବ। ଏବେ ସେଥିରେ ଆମେ କଞ୍ଚା ଲଙ୍କା ଆଉ ପିଆଜକୁ ଦେଇଦେବା। ଆପଣଙ୍କୁ ଯଦି ପସନ୍ଦ ପିଆଜ ଲମ୍ବା ଲମ୍ବା କାଟିକି ନେଇପାରିବେ। ଆଉ ବାଇଗଣ ଭର୍ତ୍ତାରେ ଆପଣ ଯଦି ପିଆଜ ଖାଇବାକୁ ପସନ୍ଦ କରନ୍ତିନି ତାହେଲେ ଆପଣ ତାକୁ ସ୍କିପ୍ ବି କରିପାରିବେ। ଏବେ ଆମେ କିଛିଟା ଭୃସଙ୍ଗ ପତ୍ରକୁ ଦେଇଦେବା। ପିଆଜର କଲର୍ ଟିକେ ଚେଞ୍ଜ ହେଇକି ଆସିଲେ ସେଥିରେ 2ଟି ବଡ଼ ବଡ଼ ଟମାଟୋକୁ କାଟିକି ଦେଇଦେବା ଏମିତି। ଆଉ ଟମାଟୋଟା ମେଲ୍ଟ ହେବା ପାଇଁ ସେଥିରେ ଲୁଣ ବି ଦେଇଦେବା। ଏଇଠି ଆମର ଟମାଟୋ ଟିକେ ମେଲ୍ଟ ହେଇ ଆସିଲାଣି, ବଟ୍ ଆହୁରି ଟିକେ ତାକୁ ଭାଜି ନେବା, ଯାହାଫଳରେ କି ଟମାଟୋଟା ଆମର ଯେମିତି ପୁରା ମେଲ୍ଟ ହେଇଯିବ। ଟମାଟୋର କ୍ୱାଣ୍ଟିଟି ଆପଣ ଅଧିକ ହିଁ ରଖିବେ, ଯାହାଫଳରେ କି ଆମର ବାଇଗଣ ଭର୍ତ୍ତାଟା ପୁରା ଟ୍ୟାଙ୍ଗି ଫ୍ଲେଭର ଆସିବ। ଟମାଟୋଟା ଏବେ ଆମର ପୁରା ମେଲ୍ଟ ହେଇଯାଇଥିଲା। ତ ଏବେ ମୁଁ ବାଇଗଣ ଯେଉଁ ସଫା କରିକି ରଖିଥିଲି ତାକୁ ଆମେ ଦେଇଦେବା। ଆଉ ବାଇଗଣଟାକୁ ଏଇପରି ଭାବରେ ଆମେ ପୁରା ଭଲସେ ମ୍ୟାଶ୍ କରି ନେବା। ଟମାଟୋଟାକୁ ଏମିତି ଆପଣ କଞ୍ଚାରେ ନ ନେଇକି ଭାଜିକି ଯଦି ନେବେ ନା ତାର ଫ୍ଲେଭରଟା ବହୁତ ବଢ଼ିଆ ଅଲଗା ଟେଷ୍ଟ ଲାଗିବ। ସବୁବେଳେ ଆପଣ ବାଇଗଣକୁ ପୋଡ଼ିକି ଟମାଟୋକୁ ପୋଡ଼ିକି ନେଉଛନ୍ତି, ଯାହାକି ଆଜିକାଲିର ପିଲାମାନେ ଖାଇବା ପାଇଁ ପସନ୍ଦ କରନ୍ତିନି। ଆଉ ତାଙ୍କୁ ଯଦି ଏଇଭଳି ଭାବରେ ବାଇଗଣ ଭର୍ତ୍ତା ବନେଇକି ଯଦି ଗୋଟେ ଥର ଟେଷ୍ଟ କରାଇବେ ସେମାନେ ସବୁବେଳେ ବାଇଗଣ ଭର୍ତ୍ତା ଆପଣଙ୍କୁ ଖାଇବା ପାଇଁ ମାଗିବେ। ଏବେ ଆମର ବାଇଗଣ ଭର୍ତ୍ତା ରେଡ଼ି ହେଇଗଲାଣି। ଏଥିରେ କୌଣସି ପାଣି ଅଂଶ ବି ଆଉ ନାହିଁ। ବାଇଗଣ ଟମାଟୋ ପୁରା ଭଲସେ ମ୍ୟାଶ୍ ହେଇଗଲାଣି। ଏହାକୁ ଆପଣ ରାତିରେ ରୁଟି ସହିତ ବି ଖାଇପାରିବେ, ପଖାଳ ସହିତ ବି या ଭାତ ଡାଲି ସହିତ ବି। ଥରେ ଏଇଭଳି ଭାବରେ ବାଇଗଣ ଭର୍ତ୍ତା ବନେଇକି ଦେଖନ୍ତୁ, କିଛିଟା ଅଲଗା ଟେଷ୍ଟ ପାଇବେ ଏତିକି ଆଶା ରଖୁଛି। ଭିଡ଼ିଓଟି ଯଦି ଭଲ ଲାଗିଲା ତେବେ ଲାଇକ୍ ସେୟାର କମେଣ୍ଟ କରିବାକୁ ଭୁଲିବେନି। ପୁଣି ଥରେ ନେକ୍ସଟ ଗୋଟେ ଭିଡ଼ିଓରେ ଦେଖାହେବା। ରହିଲି, ଜୟ ଜଗନ୍ନାଥ।